ଅବରକରା କାହାଣୀ। ସାରୁ ଗଛ ମୂଳେ। ମହାନ ହିମାଳୟର ଏକ ନଗଣ୍ୟ ଉପତ୍ୟକାରେ ଛୋଟ ଏକ ସରୋବର ସମୀପବର୍ତ୍ତୀ ବୁଦା ଭିତରେ ବାସ କରୁଥିଲା ଏକ କିଶୋର ବେଙ୍ଗ। ଯେତେବେଳେ ସେ ଥିଲା ଆପଣଙ୍କ କୁନି ପୁସିର ନାକଠାରୁ ବି ଛୋଟ, ସେତେବେଳେ ତାକୁ ତା ବାପା କହିଥିଲେ କି ନଗାଧି ରାଜ ହିମାଳୟ ସେମାନଙ୍କର ହିଁ ବଂଶ ପରମ୍ପରା କ୍ରମିକ ସମ୍ପତ୍ତି। ଦିନେ ପିତୃ ବେଙ୍ଗର ପରଲୋକ ହେଲା। ସେ ଯାଏ ନିଜକୁ ଯୁବରାଜ ମଣୁଥିବା ତରୁଣ ବେଙ୍ଗଟି ବୁଦା ସମ୍ମୁଖରେ ଥିବା ଗୋଟିଏ ଆଦର୍ଶ ସାରୁ ଗଛ ମୂଳରେ ଉପବେଶନ କରି ନିଜକୁ ହିମାଳୟର ରାଜା ବୋଲି ଘୋଷଣା କଲା। ବେଙ୍ଗର ବୁଦା ରୂପୀ ନଅରର ଆଖପାଖରେ ଥିଲେ ଆହୁରି ଅନେକ ଗୁଡ଼ିଏ ବୁଦା। ସେସବୁରେ ବସବାସ କରୁଥିଲେ କେତୋଟି ପ୍ରଜାପତି, ଝିଣ୍ଟିକା, ଗୁଣ୍ଡୁଚି ତଥା ଘରଚଟିଆ। ସେମାନେ ବେଙ୍ଗର ଘୋଷଣା ମନୋଯୋଗ ସହକାରେ ଶୁଣିଲେ। ସମବେତ ଭାବରେ ସାରୁ ବୁଦା ସାମନାକୁ ଆସି ସେମାନେ ଜିଜ୍ଞାସା କଲେ, ଆପଣ ହିମାଳୟର ରାଜା, ଏହା କ'ଣ ସତ୍ୟ? କାହିଁକି ଏ ସରୋବରର ପାଣି କ'ଣ ଶୀତଳ ନୁହେଁ? ବେଙ୍ଗ ଓଲଟା ପଚାରିଲା, ଶୀତଳ ଆଜ୍ଞା। ଘରଚଟିଆ ଆপিଛୁଳାକେ ଉଡ଼ିଯାଇ ସରୋବର ପାଣିରେ ଥରେ ଥଣ୍ଟ ବୁଡ଼ାଇ ଦେଇ ଲେଉଟି ଆସି ଉତ୍ତର ଦେଲା, ହିମାଳୟର ଶୃଙ୍ଗମାନ ବେଜାୟ ଉଚ୍ଚ ନୁହନ୍ତି। ବେଙ୍ଗ ପୁଣି ପଚାରିଲା, ଉଚ୍ଚ? ବସ୍ତୁତଃ ମୋଠୁ ବହୁତ ଅଧିକ ଉଚ୍ଚ। ନିଜ ଛାମୁ ଗୋଡ଼ ଦୁଇଟି ଟେକି ସେଥିଯୋଗେ ଅଦୂରବର୍ତ୍ତୀ ଶୃଙ୍ଗଟି ମାପିବାର ଉଦ୍ୟମ କରିସାରି ଗୁଣ୍ଡୁଚିଟିଏ ଏ ବିବୃତ୍ତି ଦେଲା, ମୁଁ କ'ଣ ମୋ ସ୍ୱର୍ଗୀୟ ପିତାଙ୍କର ଏକମାତ୍ର ପୁତ୍ର ନୁହେଁ କି? ଏଥର ବେଙ୍ଗର କଣ୍ଠ ଅପେକ୍ଷାକୃତ ଅଧିକ ଗମ୍ଭୀର ଶୁଭିଲା। ନିଶ୍ଚୟ, ନିଶ୍ଚୟ। ସମସ୍ତେ ସମସ୍ୱରରେ ସ୍ୱୀକାର କଲେ। ସେମାନେ ବି ଗମ୍ଭୀର ଶୁଭିବା ଦିଗରେ ସଚେତନ ଥିଲେ। ତେବେ ମୁଁ ଯେ ରାଜା, ସେଥିରେ ସନ୍ଦେହର ଅବକାଶ କାହିଁ? ବେଙ୍ଗ ତାର ଦୁଇ ଆଖି ଯୋଗେ ଚାରିଥର ମିଟିକା ମାରିବାର ଚେଷ୍ଟା କରି ପଚାରିଲା। ପ୍ରଜାପତି, ଝିଣ୍ଟିକା, ଗୁଣ୍ଡୁଚି ଏବଂ ଘରଚଟିଆଗଣଙ୍କୁ ଏ ଯୁକ୍ତି ଏଡ଼େ ବଳିଷ୍ଠ ମନେହେଲା ଯେ ବେଙ୍ଗ ହିମାଳୟର ଅଧିପତି ହୋଇଥିବା ବିଷୟରେ ସନ୍ଦେହ ପୋଷଣ କରିଥିବା ଯୋଗୁଁ ସେମାନେ ସନ୍ତପ୍ତ ହେଲେ। ଦିନ ଗଡ଼ି ଚାଲେ। ପ୍ରତ୍ୟହ ସକାଳେ ବେଙ୍ଗ ତା ବୁଦା ଭିତରୁ ବାହାରି ଆସି ଦିଗଗନ୍ତ ବ୍ୟାପୀ ଉତ୍ତୁଙ୍ଗ ଶୃଙ୍ଗରାଜି ଆଡ଼େ ଥରେ ଆଖି ବୁଲାଇ ନିଏ। ଗୋଟାଏ ବି ଶୃଙ୍ଗ କେହି ଚୋରି କରି ନେଇଯିବାକୁ ସାହସ କରି ନାହିଁ। ଏହା ଲକ୍ଷ୍ୟ କରି ନିଜ ପ୍ରତିପତ୍ତି ସମ୍ପର୍କରେ ତାର ପ୍ରତ୍ୟୟ ଦୃଢ଼ୀଭୂତ ହୁଏ। ତୁଷାରାବୃତ ଶିଖରମାନଙ୍କ ଉପରେ ଉଦୟ ସୂର୍ଯ୍ୟର ସୁବର୍ଣ୍ଣ ଜ୍ୟୋତି ପ୍ରତିଫଳିତ ହେବାର ଦେଖି ସେ ଥରେ ପୃଷ୍ଠପୋଷକ ଶୈଳୀରେ ସୂର୍ଯ୍ୟଙ୍କୁ ଉତ୍ସାହିତ କରିବା ନିମନ୍ତେ ମୁଣ୍ଡ ହଲାଇ ଦିଏ। ଜ୍ୟୋତ୍ସ୍ନାପ୍ଳାବିତ ରଜନୀମାନଙ୍କରେ ସାଧାରଣତଃ ବଡ଼ ଚପଳ ହୋଇ ଉଠୁଥିବା ପରୀଟିଏ ଥରେ ପୂର୍ଣ୍ଣିମା ରାତିରେ ଇତସ୍ତତଃ ଉଡ଼ି ବୁଲି ସେହି ଅଖ୍ୟାତ ଉପତ୍ୟକାରେ ଅବତରଣ କରି ଏକ ଶିଳାଖଣ୍ଡ ଉପରେ ବିଶ୍ରାମ କରୁଥାଏ। ବେଙ୍ଗରାଜା ତାକୁ ଦେଖି ପକାଇବା ମାତ୍ରେ ବିମୁଗ୍ଧ ହେଲା। ମୁଁ ହିମାଳୟର ରାଜା। ସେ ନିଜ ସାଧ୍ୟାନୁସାରେ କଣ୍ଠ ଓ ଶିର ଉଚ୍ଚ କରି କହିଲା, ତମେ କିଏ? ସେ କଥା ଜାଣିବାରେ ମୋର ବିଶେଷ ଆଗ୍ରହ ନାହିଁ, କିନ୍ତୁ ତୁମକୁ ମୁଁ କ'ଣ ବନାଇବାକୁ ଚାହୁଁଛି ସେ କଥା ଜାଣିବା ପାଇଁ ତମେ ଆଗ୍ରହୀ ହେବ ନିଶ୍ଚୟ। ସେ ପୁଣି କହିଲା, କ'ଣ? ଆମୋଦ ଅନୁଭବ କରି ପ୍ରଶ୍ନ କଲା ପରୀ, ମୋର ରାଣୀ? ବାଃ, କହି ପରୀ ଆକାଶବ୍ୟାପୀ ଜହ୍ନ ଆଲୁଅ ଓ ସୁନେଲି କୁହୁଡ଼ି ଭିତରକୁ ଉଡ଼ି ଚାଲିଗଲା। ଆଉ ପରୀଜାତିର ସ୍ୱଭାବ ସୁଲଭ ରୀତିରେ ଉପରସ୍ତରକୁ ଚାଲିଯିବା ମାତ୍ରକେ ତଳସ୍ତରର ସବୁ ଅଭିଜ୍ଞତା ବିସ୍ମୃତ ହେଲା। ବେଙ୍ଗରାଜା ସ୍ତବ୍ଧ ହୋଇ ସେଇଠି ବସି ରହିଲା, କ୍ଳାନ୍ତ ଜହ୍ନ ପର୍ବତ ଶ୍ରେଣୀ ସେପାରିରେ ଅଦୃଶ୍ୟ ହୋଇଯିବା ପର୍ଯ୍ୟନ୍ତ। ଯଜ୍ଞରାଣୀ ବିନା ରାଜା ବୋଲାଇବାର କିଛି ମାନେ ହୁଏ? ସେ ବିରକ୍ତ ଭାବରେ ଆକାଶ ଓ ପୃଥ୍ୱୀକୁ ପ୍ରଶ୍ନ କଲା ଏବଂ ହିମାଳୟ ପରିତ୍ୟାଗ କରି ଚାଲିଯିବାକୁ ମନସ୍ଥ କଲା। ତାକୁ ରଜା ଭାବରେ ଦେଖୁଥିବା ଆଖପାଖର ପ୍ରାଣୀବର୍ଗଙ୍କୁ ସେ ଏକତ୍ର କରି କହିଲା, ମୋ ହିମାଳୟକୁ ମୁଁ ବିକ୍ରି କରିଦେବି। କେହି କିଣିବ? ଶ୍ରୋତାମାନେ ପରସ୍ପରକୁ ଅନାଇଲେ। ଦାମ ଗୁଣ୍ଡୁଚିଟିଏ
ଆଗଭର ହୋଇ ପଚାରିଲା, 100ଟି ନକ୍ଷତ୍ର? ଜଣାଇଲା ବେଙ୍ଗରଜା। ସମ୍ଭାବ୍ୟ କ୍ରେତାମାନେ ପୁଣି ପରସ୍ପରକୁ ଅନାଇଲେ। ଆମକୁ ସମୟ ଦେଲେ ଆମେ ମୂଲ୍ୟ ଯୋଗାଡ଼ କରିବାକୁ ଚେଷ୍ଟା କରନ୍ତୁ, ସେମାନେ କହିଲେ। ସପ୍ତାହେ ସଂକ୍ଷେପରେ କହିଲା ବେଙ୍ଗରଜା ଓ ତାପରେ ବିମର୍ଷରେ କାଳ କଟାଇବା ନିମନ୍ତେ ନିଜ ବୁଦା ଭିତରକୁ ଚାଲିଗଲା। ଗୁଣ୍ଡୁଚି, ପ୍ରଜାପତି, ଝିଣ୍ଟିକା ଓ ଘରଚଟିଆଙ୍କର ସେ କ୍ଷୁଦ୍ର ସମାବେଶ ଆକାଶକୁ ଅନେଇ ରହିଲେ। ଘରଚଟିଆମାନେ ତାପରେ ଏକତ୍ର ଊର୍ଦ୍ଧ୍ୱକୁ ଉଠିଲେ, କିନ୍ତୁ 1 ଘଣ୍ଟା ପରେ ଫେରି ଆସି କହିଲେ, ଯାହା ଜଣାଗଲା, ନକ୍ଷତ୍ରମାନେ ବି ଉଡ଼ି ଉଡ଼ି ଉପରକୁ ଉଠିଯାଇ ପାରନ୍ତି। ନହେଲେ ଆମେମାନେ ଏତେ ଉପରକୁ ଉଠିବା ସତ୍ତ୍ୱେ ସେମାନଙ୍କୁ ଖୁମ୍ପି ନ ପାରିବାର କୌଣସି କାରଣ ନାହିଁ। ଉଲ୍କାପାତ ଭଳି ବ୍ୟାପାର ଦେଖିଥିବା ଗୁଣ୍ଡୁଚି କହିଲା ଯେ, ନକ୍ଷତ୍ରମାନେ ଯେତେବେଳେ ତଳକୁ ଖସିବାର ଉଦାହରଣ ଅଛି, ସେତେବେଳେ ଘରଚଟିଆମାନଙ୍କ ଆକ୍ରମଣରୁ ବର୍ତ୍ତି ରହିବା ନିମନ୍ତେ ଉପରକୁ ଉଠିଯିବାରେ ବା ଆଶ୍ଚର୍ଯ୍ୟ କ'ଣ? ପ୍ରତି ରାତିରେ ସେ ମୂଳକର ସରୋବର ଭିତରକୁ ଶତାଧିକ ନକ୍ଷତ୍ର ଖସି ପଡ଼ିବାର ଓ ପ୍ରଭାତ ପର୍ଯ୍ୟନ୍ତ ଭାସମାନ ରହି ତାପରେ କ୍ରମେ ଦ୍ରବୀଭୂତ ହୋଇ ଲୁପ୍ତ ହେବାର ସେମାନେ ଜାଣିଥିଲେ। ଅତଏବ ସରୋବର ଭିତରୁ ହିଁ ଆବଶ୍ୟକୀୟ ସଂଖ୍ୟକ ନକ୍ଷତ୍ର ଗୋଟାଇ ଆଣିବା ନିମନ୍ତେ ସେମାନେ ଚେଷ୍ଟା କଲେ, କିନ୍ତୁ ସଫଳ ହେଲେ ନାହିଁ। ନକ୍ଷତ୍ରମାନେ କେଡ଼େ ଭଙ୍ଗୁର, ଆମ ସ୍ପର୍ଶ ସହିବାକୁ ଅକ୍ଷମ। ନିଜ ନିଜ ବାହୁର ପେଶୀମାନ ଥରେ ଚିପି ପକାଇ କହିଲା ଗୋଟିଏ ଝିଣ୍ଟିକା। ଅନ୍ୟମାନେ ତା ସହ ଏକମତ ହେଲେ। ସପ୍ତମ ଦିନ ସେମାନେ ଯାଇ ବେଙ୍ଗରଜାକୁ ଭେଟିଲେ। ଛାମୁ, ଆମେ ନକ୍ଷତ୍ର ସଂଗ୍ରହ କରିପାରିଲୁ ନାହିଁ। ସେମାନେ ଦୁଃଖ ପ୍ରକାଶ କରି କହିଲେ। ମୁହୂର୍ତ୍ତକ ପାଇଁ ଗମ୍ଭୀର ରହି ବେଙ୍ଗରଜା କହିଲା, ତାହେଲେ ମୁଁ ଏ ସ୍ଥାନ ଛାଡ଼ି ଗଲାବେଳେ ମୋ ହିମାଳୟକୁ ମୋ ସାଙ୍ଗରେ ଓଟାରି ନେଇଯିବି। ନିଜ ମୁଣ୍ଡରେ ଥରେ ହାତ ବୁଲାଇ ଆଣି ସେ ପୁଣି କହିଲା, ମନ ହେଲେ ମୋ ହିମାଳୟକୁ ମୁଁ ଧ୍ୱଂସ ବି କରିଦେଇପାରେ। ଏଭଳି ସଙ୍କଟ ଉପୁଜିବ ଏକଥା କେହି କଦାଚ କଳନା କରି ନଥିଲେ। ନିର୍ବାକ ନିସ୍ପନ୍ଦ ଭାବରେ ଠିଆ ହୋଇ ରହିଲେ ସେ ଶତ୍ରୁ ମଣ୍ଡଳୀ। ବେଙ୍ଗରଜା ହିମାଳୟ ନେଇ ଚାଲିଗଲେ ସେମାନେ କେଉଁଠାରେ ଆଶ୍ରୟ ନେବେ, ଏହା ହିଁ ହେଲା ସମସ୍ୟା। ଆମକୁ 2-3 ହପ୍ତା ସମୟ ଦିଅନ୍ତୁ ମଣିମା, ଆମେ ମୁଣ୍ଡ ଗୁଞ୍ଜିବା ପାଇଁ ଟିକିଏ ଥାନ ଖୋଜି ନେଉ, ସେମାନେ କହିଲେ। ଦେଲି, କୋହ ଚାପି କହିଲା ବେଙ୍ଗରଜା। ସେମାନେ ବାହାରିଲେ ନୂତନ ଆଶ୍ରୟର ସନ୍ଧାନରେ, କିନ୍ତୁ ଯେତେ ବାଟ ଗଲେ ବି ଖାଲି ହିମାଳୟ ଓ ହିମାଳୟ ଆକାଶ ବ୍ୟାପୀ ଏକ ହିଁ ଶୃଙ୍ଗରାଜି। ବେଙ୍ଗରଜା ଏ ସାରା ମୁଲକ ନେଇ ଚାଲିଯିବ, ଏକଥା ସେମାନେ ଯେତେଥର ମନେ ପକାଇଲେ ସେତେଥର ଅଶ୍ରୁମୋଚନ କଲେ। ଦିନକର ସନ୍ଧ୍ୟାରେ ସେ କ୍ଳାନ୍ତ ସନ୍ଧାନୀ ଦଳ ଏକ ତୁଷାରପାତ ଶିଖର ତଳେ ବିଶ୍ରାମ କରୁଥାନ୍ତି। ପୂର୍ଣ୍ଣିମାର ପ୍ରତ୍ୟାବର୍ତ୍ତନ ଘଟୁଥାଏ। ଚହଟ ଚମ୍ପା ଭଳି ଦିଶିବାକୁ ଆରମ୍ଭ କରିଥାଏ ସେ ଅଞ୍ଚଳ। ହଠାତ୍ ଘରଚଟିଆ ଚିହ୍ନିଦେଲା, ଅଦୂରର ଶିଳାଖଣ୍ଡ ଉପରେ ବସିଛି ଜ୍ୟୋତ୍ସ୍ନା ସ୍ନାନରତା ସେ ପରୀ। ସେମାନେ ଯାଇ ପରୀକୁ ଅଭିବାଦନ କଲେ ଓ କୋହ ସମାହାରରେ ଅନର୍ଗଳ ସବୁ ଗପିଗଲେ। ପରୀ ସହ ବେଙ୍ଗରଜାର ସାକ୍ଷାତ ପରବର୍ତ୍ତୀ ସମସ୍ତ ବୃତ୍ତାନ୍ତ ସେ କ୍ଷୁଦ୍ରକାୟ ଯୁବଗଣ ଏଡ଼େ ଯାତନା ଭୋଗିଲେଣି ଜାଣି ଦୁଃଖିତ ହେଲା ପରୀ। ବେଙ୍ଗରଜାକୁ ତେବେ କହିଦିଅ। ସେଇଆ ହେଲା। ଏତକ କହି ପରୀ ଆକାଶବ୍ୟାପୀ ଜ୍ୟୋତ୍ସ୍ନା ଓ ସୁନେଲି କୁହୁଡ଼ି ଭିତରକୁ ଉଡ଼ି ଚାଲିଗଲା ଓ ସ୍ୱଭାବତଃ ବାତାବରଣର ନିମ୍ନତମ ପର୍ଯ୍ୟାୟର ସେ ବ୍ୟାପାର ଅଚିରେ ବିସ୍ମୃତ ହେଲା। ବିଜୟ ଆନନ୍ଦରେ ନାଚି ନାଚି ସେ ସନ୍ଧାନୀ ଦଳ ବେଙ୍ଗରଜା ପାଖକୁ ପ୍ରତ୍ୟାବର୍ତ୍ତନ କଲେ ଓ କହିଲେ, ପରୀ କହିଛି, ସେଇଆ ହେଲା, ଅର୍ଥାତ୍ ସେ ବେଙ୍ଗରଜାର ରାଣୀ। ଆନନ୍ଦାସ୍ତି ଶଯ୍ୟରେ ବେଙ୍ଗରଜା ଚନ୍ଦ୍ର ଅଦୃଶ୍ୟ ହେବା ଯାଏ ନୀରବ ରହି ତାପରେ ନିଜେ ଗୋଟିଏ ଧୋ-ରେ ବାୟା ଧୋ ଗୀତ ବୋଲି ନିଜକୁ ଶୁଆଇ ପକାଇଲା। ସେହିଦିନରୁ ସାନନ୍ଦେ ବେଙ୍ଗସାରୁ ଗଛ ମୂଳେ ରଜା ବୋଲାଉଛି, ସଙ୍କଟ ଅଳ୍ପରେ ଅତି କ୍ଳାନ୍ତ ହୋଇଗଲା ବୋଲି। ଅର୍ଥାତ୍ ବେଙ୍ଗରଜା ତା ହିମାଳୟକୁ ନେଇଗଲା ନାହିଁ କି ଧ୍ୱଂସ କରିଦେଲା ନାହିଁ ବୋଲି ପ୍ରଜାପତି, ଗୁଣ୍ଡୁଚି ପ୍ରମୁଖ ଖୁସିରେ ଏବଂ ନିଶ୍ଚିନ୍ତରେ ମହାକାଳ
ଅତିବାହିତ କରୁଛନ୍ତି।